ସାଙ୍ଗମାନେ ତୁ ମୋ କେଦାର ମୁଁ ତ ଗୌରୀ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଏହି ଏପିସୋଡରେ ଯେ ଭବାନୀ ଶଙ୍କର ଗୌରୀ ମାନେ ଶିବାନୀ ଏବଂ ଈଶାନକୁ ମାରିବା ପାଇଁ ବହୁତ ଚେଷ୍ଟା କରୁଥାନ୍ତି। ସେଇ ଠିକ୍ ସମୟରେ ତାଙ୍କ ଦାଦୁ ଈଶାନର ଦାଦୁ ମଧ୍ୟ ସେଠିକୁ ପହଞ୍ଚି ଯାଆନ୍ତି ଆଉ ଦୁଇ ଜଣଙ୍କୁ ରକ୍ଷା କରୁଥାନ୍ତି। କିନ୍ତୁ ସେ ଭବାନୀ ଶଙ୍କର ସେ ଈଶାନର ଦାଦୁକୁ ମଧ୍ୟ ଛାଡ଼ିବ ନାହିଁ, ତାକୁ ବି ମଧ୍ୟ ମାରିବ ଏବଂ କଷ୍ଟ ଦେବ ଆଉ ଈଶାନକୁ ମଧ୍ୟ ମାରିବ। ଗୌରୀକୁ ଯେତେବେଳେ ମାରିବା ସମୟରେ ମାନେ ଶିବାନୀକୁ ଯେତେବେଳେ ମାରିବା ସମୟରେ ସେ ଏମିତି ବିପଦ ସଙ୍କଟରେ ପଡ଼ିବ ଯେ ଆପଣମାନେ କଳ୍ପନା ବି କରିନଥିବେ, କାହିଁକି ନା ସେ ପୂର୍ବଜନ୍ମରେ ଗୌରୀ ଏବଂ କେଦାର ଏକାଠି ସେ ତାପରେ ମହାଦେବଙ୍କର ଆଶୀର୍ବାଦ ରହିଥିଲା ଗୌରୀଙ୍କୁ। ସେଥିପାଇଁ ସବୁବେଳେ ନାଗଦେବତା ଗୌରୀର ପଛରେ ଥାଆନ୍ତି, ସପକ୍ଷରେ ଥାଆନ୍ତି। କିନ୍ତୁ ସେହି ଗୌରୀକୁ ଦୁଷ୍ଟ ଭବାନୀ ଶଙ୍କର ମାରିବା ପାଇଁ ଚେଷ୍ଟା କରୁଥିବ। ଠିକ୍ ସେହି ସମୟରେ ନାଗଦେବତା ଆସି ତା ହାତରେ ଗୁଡ଼େଇ ହେଇ ତାକୁ ଫେଣା ଟେକିବ ଆଉ ଦଂଶନ କରିବାକୁ ଚାହୁଁଥିବ। ତ ସାଙ୍ଗମାନେ ଆପଣମାନେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ ଯେ ଭବାନୀ ଶଙ୍କରକୁ ନାଗଦେବତା ଧ୍ୱଂସ କରିବା ଦରକାର ନା ତାକୁ ଛାଡ଼ିଦେବା ଦରକାର, ଉଚିତ ଶାସ୍ତି ଦେବା ଦରକାର ନା କ୍ଷମା କରିବା ଦରକାର? ଆପଣମାନେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଆଉ ଆମ ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ।